ଆମେ ବର୍ତ୍ତମାନ ବାଇବେଲ ଖୋଲିବା। ପୁରାତନ ନିୟମ ଆଦି ପୁସ୍ତକ 1 ଅଧ୍ୟାୟ ଆମେ ପାଠନ କରିବା। 1 ଅଧ୍ୟାୟର 26ରୁ 31 ପର୍ଯ୍ୟନ୍ତ ଆମେ ଦେଖିବା। ଏଠାରେ ମୁଁ ପଢ଼ୁଛି, ଆଉ ପଢ଼ିବା ପୂର୍ବରୁ ପ୍ରାର୍ଥନା କରିବା। ସମସ୍ତେ ପ୍ରେମ ଦଳ ପରମେଶ୍ୱର ତୁମେ ଆଶୀର୍ବାଦ କର ପ୍ରଭୁ, ତୁମେ ଭଗବାନଙ୍କ ପ୍ରଭୁ ତୁମେ ଆଶୀର୍ବାଦ କର। ଆମେ ଯିବାକୁ ପଡ଼ିବ ଯାଉଛି ପ୍ରଭୁ, ସେ ବାକ୍ୟ ଯେପରି ବୁଝିପାରନ୍ତି ଆଶୀର୍ବାଦ କର। ତୁମେ ଜୀବିତମାନଙ୍କ ପରମେଶ୍ୱର ପ୍ରଭୁମାନଙ୍କୁ ଆଶୀର୍ବାଦ କର ପ୍ରଭୁ। ଯେଉଁ ସାଧାରଣ ପରୀକ୍ଷା ଆପଣଙ୍କୁ ଦୂର କର ପ୍ରଭୁ। ଆମେ ଯେଉଁ କାର୍ଯ୍ୟ କରି ଯାଉଛି କାର୍ଯ୍ୟ ଆମର ଆରମ୍ଭ କରିଯିବ। ଏଠି ଆମର ଶେଷ ପର୍ଯ୍ୟନ୍ତ ଆଦି ପୁସ୍ତକ 1 ଅଧ୍ୟାୟ 26ରୁ 31 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା। ଏଥିରେ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣ ସଦୃଶ୍ୟରେ ମନୁଷ୍ୟ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ କ୍ଷୟଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ କ୍ଷୟଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ପରମେଶ୍ୱର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୁଜ ଶାକ ଓ ସବୁ ସବୁଜ ଫଳଦାୟକ ବୃକ୍ଷ ତୁମମାନଙ୍କୁ ଦେଲୁ, ତାହା ତୁମମାନଙ୍କର ଖାଦ୍ୟ ହେବ। ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ କ୍ଷୟଚର ପକ୍ଷୀ ଓ ଭୂଚର ଉରଗାମୀ ଜନ୍ତୁ ଏ ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ। ତହିଁରେ ସେପରି ହେଲା। ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତି ଉତ୍ତମ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା। ହାଲେଲୁୟା ହାଲେଲୁୟା। ପ୍ରଭୁ ତୁମେ ଆଶୀର୍ବାଦ କର ପ୍ରଭୁ, ତୁମେ ଆଶୀର୍ବାଦ କର ପ୍ରଭୁ। ହଁ ପିତା, ପୁଣି ଯେ ବାକ୍ୟ ପଢ଼ିଲେ ପ୍ରଭୁ, ସେ ବାକ୍ୟକୁ ମାନେ ପରିବେଷଣ କରିବାକୁ ଯାଉଅଛି ପ୍ରଭୁ, ତୁମେ ଆମମାନଙ୍କ ସହିତ ରୁହ ପ୍ରଭୁ। ଯେପରି ଆମମାନେ ବାକ୍ୟ ପଢ଼ିଲେ ବୁଝିପାରିବୁ, ଯେ ବାକ୍ୟର ସାରାଂଶ ଆମେ ବୁଝିପାରିବୁ, ସେଥିପାଇଁ ତୁମେ ଆଶୀର୍ବାଦ କର ପ୍ରଭୁ। ଏଛଡ଼ା ପ୍ରାର୍ଥନା ତୁମ ପାଦରେ ସମର୍ପଣ କରି ପ୍ରଭୁ ପିତା ଆମେନ୍। ତମର ପ୍ରିୟର ଭାଇ ଭଉଣୀ, ଆମେ ଏଠାରେ ଦେଖୁଅଛୁ ଆଦି ପୁସ୍ତକ 1 ଅଧ୍ୟାୟ 26ରୁ 31 ପଦ ପର୍ଯ୍ୟନ୍ତ ଆମେ ପାଠ କଲୁ। ଏଠାରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖା ହୋଇଅଛି, ଯାହାକି ଆମେମାନେ ଦେଖିନୁ ଆଉ ଭଲରେ ବୁଝିପାରୁନାହୁଁ। ତ ଏଇଟା କ'ଣ ପାଇଁ ଲେଖା ହେଇଛି ସେ ବିଷୟରେ ଆମେମାନେ ଟିକେ ନିଷ୍ପତ୍ତି ଆଲୋଚନା କରିବାକୁ ଯିବା। ତ ଆଲୋଚନା କରିବା ପୂର୍ବରୁ ଏଠାରେ ଆମେ ଦେଖୁଛୁ, ଆଉ ଜହନ 1 ଅଧ୍ୟାୟ ହେଉଛି ପ୍ରଥମ ସୃଷ୍ଟିର ବିବରଣୀ। ଆଦି ପୁସ୍ତକ ସମ୍ପୂର୍ଣ୍ଣ ଭାବରେ ଆଦି ପୁସ୍ତକ 1 ଆଉ 2, ଏହା ହେଉଛି ଦୁଇଟା ସୃଷ୍ଟିର ବିବରଣୀ ବିଷୟରେ ଉଲ୍ଲେଖିତ ହୋଇଛି। ପ୍ରଥମ ବିଷୟଟି ହେଉଛି 1 ଅଧ୍ୟାୟର 1ରୁ 31 ପର୍ଯ୍ୟନ୍ତ ଜଗତର ସୃଷ୍ଟିର ବିଷୟରେ ବିବରଣ ହୋଇଛି। ଆଉ ଆଦି ପୁସ୍ତକ 2 ଅଧ୍ୟାୟ ମନୁଷ୍ୟ ନିର୍ମାଣ ବିଷୟର ସୃଷ୍ଟିର ବିବରଣୀ ବିଷୟରେ ହୋଇଅଛି। ତ ଆମେମାନେ ଏଠାରେ ଦେଖୁଅଛୁ, ଆମେ ପ୍ରଥମ ସୃଷ୍ଟିର ବିବରଣୀ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଅଛୁ। 26 ପଦ ଆମେ ଦେଖୁଅଛୁ, ଦେଖିବା। ଏଥି ଉତ୍ତର ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସଦୃଶ୍ୟରେ ମନୁଷ୍ୟ ନିର୍ମାଣ କରୁ। ତ ଏଥିରେ ପରମେଶ୍ୱର କ'ଣ
ସମସ୍ତ ବିଶ୍ୱ ସୃଷ୍ଟି କଲେ। ଆମେ ଜାଣିଛୁ ପ୍ରଥମ ଦିବସରୁ ଷଷ୍ଠ ଦିବସ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ବିଶ୍ୱ ସୃଷ୍ଟି କଲେ। ଆକାଶ ମଣ୍ଡଳ ପ୍ରଥମେ ସୃଷ୍ଟି କଲେ, ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ ପ୍ରଥମେ, ଆଉ ପଶୁ ପକ୍ଷୀ ତାରାଗଣ ଇତ୍ୟାଦି ସବୁ ସେ ସୃଷ୍ଟି କଲେ। ଆଉ ଶେଷରେ ପରମେଶ୍ୱର କାହାକୁ ସୃଷ୍ଟି କରୁଛନ୍ତି ଆଉ କାହାକୁ ନିର୍ମାଣ କରିବା ନିମନ୍ତେ ଇଚ୍ଛା କରୁଛନ୍ତି। ଆଉ ଷଷ୍ଠ ଦିବସରେ ସେ ମନୁଷ୍ୟକୁ ସୃଷ୍ଟି କରିବା ନିମନ୍ତେ ତାଙ୍କ ପ୍ରତିମୂର୍ତ୍ତିରେ ସେ ମନୁଷ୍ୟକୁ ନିର୍ମାଣ କରିବା ନିମନ୍ତେ ଯାଉଅଛନ୍ତି। ନିର୍ମାଣ ଆଉ ସୃଷ୍ଟି ବିଷୟରେ ତାର ଫରକ ଅଛି। ସୃଷ୍ଟି ମାନେ ଯିଏକି ଜଗତକୁ ସୃଷ୍ଟି କରିଛନ୍ତି ତାଙ୍କୁ ଆମେ ସୃଷ୍ଟିକର୍ତ୍ତା ବୋଲି କହିବା ବା ସୃଷ୍ଟି ବୋଲି କହିବା। କିନ୍ତୁ ନିର୍ମାଣ ଆଉ ଯିଏକି ସେ ଗୋଟେ ଜିନିଷକୁ ତିଆରି କରେ ତାକୁ ନିର୍ମାଣ କର୍ତ୍ତା ବୋଲିକି ଆମେମାନେ କହିପାରିବା। ତ ଆମେ ଗୋଟେ ଜିନିଷ ତିଆରି କରୁଛୁ, ସେଇଟାକୁ ଆମେ ସେ ଜଣେ ନିର୍ମାଣ ସେଇଟା ତିଆରି କରିଛନ୍ତି ବା ନିର୍ମାଣ କରିଛନ୍ତି ବୋଲିକି ଆମେମାନେ କହିବା। କିନ୍ତୁ ଏଠାରେ ସୃଷ୍ଟି ବିଷୟ ଆମେ ପାଇପାରିବାନି ମନୁଷ୍ୟ ପାଇଁ। କିନ୍ତୁ ପରମେଶ୍ୱର ହେଉଛନ୍ତି ସୃଷ୍ଟିକର୍ତ୍ତା। ଆଉ ସେ ସୃଷ୍ଟିକର୍ତ୍ତା କ'ଣ କରିଛନ୍ତି? ଆଉ ନିଜର ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିବାକୁ ଯାଉଅଛନ୍ତି। ପରମେଶ୍ୱର ଏଠାରେ ସୃଷ୍ଟି ବିଷୟରେ ମନୁଷ୍ୟକୁ ସୃଷ୍ଟି କରିବା ସେ ବିଷୟରେ ଲେଖିନାହାନ୍ତି, କିନ୍ତୁ ମନୁଷ୍ୟକୁ ସେ ନିର୍ମାଣ କରିବା। ନିର୍ମାଣ ମାନେ କ'ଣ? ତାଙ୍କର ପରି ସେ ଗୋଟେ ମନୁଷ୍ୟକୁ ନିର୍ମାଣ କରିବେ ବୋଲି ସେ ଭାବିକି ନିଜେ ସେ ମନୁଷ୍ୟକୁ ନିର୍ମାଣ କରୁଛନ୍ତି। ତ ଆମେ ଏଠି ଦେଖୁଛୁ ତ ପରମେଶ୍ୱର ଦେଖିବାକୁ କେମିତି? ପରମେଶ୍ୱର ମଧ୍ୟ ଦେଖିବାକୁ ଆମମାନଙ୍କ ପରି। ଯଦି ଆମେ ଗୋଟେ ମଣିଷକୁ ଦେଖିବା ତାହେଲେ ଆମେମାନେ ପରମେଶ୍ୱରଙ୍କୁ ଦେଖାଉଛୁ। ତ ପରମେଶ୍ୱର ଆମମାନଙ୍କୁ ନିର୍ମାଣ କରିଛନ୍ତି, କିନ୍ତୁ ଆମମାନଙ୍କ ହୃଦୟରେ ସେ ପରମେଶ୍ୱରଙ୍କର ଆଚରଣ ନାହିଁ, ସ୍ୱଭାବ ନାହିଁ, ଚରିତ୍ର ନାହିଁ, ଗୁଣ ନାହିଁ। ପରମେଶ୍ୱର ସମସ୍ତ ବିଷୟକୁ ଦେଇକି ଆମମାନଙ୍କୁ ପଠାଇଛନ୍ତି ଏ ଜଗତକୁ, ଆମମାନଙ୍କୁ ନିର୍ମାଣ କରିଛନ୍ତି। କିନ୍ତୁ ସେହି ପରମେଶ୍ୱରଙ୍କର ସ୍ୱଭାବ, ଆଚରଣ, ବ୍ୟବହାର, ଚରିତ୍ରକୁ ଆମେମାନେ ପାଇକି ମଧ୍ୟ ଆମେମାନେ ସେ ସମସ୍ତ ବିଷୟକୁ ଠିକ୍ ଭାବରେ ଉପଯୁକ୍ତ ସମୟରେ ବ୍ୟବହାର କରିପାରୁନୁ। ତ ପରମେଶ୍ୱର ମଧ୍ୟ ଦେଖିବାକୁ ଆମମାନଙ୍କ ପରି। ଆମେ ଯଦି ଗୋଟେ ମଣିଷକୁ ଦେଖିବା ଆଉ ପରମେଶ୍ୱରଙ୍କୁ ଆମେମାନେ ତାଙ୍କ ହୃଦୟରେ ଆମେ ଦେଖାଉଛୁ। ସେ ଜଳଚର ମତ୍ସ୍ୟଗଣ ଓ ଉଭୟଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିର ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଆଉ ପରମେଶ୍ୱର ସମସ୍ତ ବିଷୟକୁ ସୃଷ୍ଟି କରିବା ପରେ ପରମେଶ୍ୱର ଦେଖିଲେ ସମସ୍ତ ବିଷୟ ସୃଷ୍ଟି ହୋଇଅଛି ଆଉ ସମସ୍ତ ବିଷୟ ଅତି ସୁନ୍ଦର ଦେଖାଯାଉଅଛି। କିନ୍ତୁ ସେ ପରମେଶ୍ୱରଙ୍କର ସୃଷ୍ଟିକୁ ପ୍ରତିପାଳନ କରିବା ନିମନ୍ତେ ବା ଯତ୍ନ ନେବା ନିମନ୍ତେ ଏହି ଜଗତରେ କେହି ନଥିଲେ। ଆଉ ସେ ସମୟରେ ପରମେଶ୍ୱର ଏକା ରହୁଥିଲେ। ସେ କାହା ସହିତ ବାର୍ତ୍ତାଳାପ କରିପାରୁନଥିଲେ ଆଉ କାହା ସହିତ ସେ ସମୟ ବିତେଇବାକୁ ପାଉନଥିଲେ। ତେଣୁକରି ମନୁଷ୍ୟ ହେଉଛି ପରମେଶ୍ୱରଙ୍କର ବନ୍ଧୁ। ସେ ତାଙ୍କ ପରି ଗୋଟିଏ ବନ୍ଧୁ ପାଇବା ନିମନ୍ତେ ମନୁଷ୍ୟକୁ ନିର୍ମାଣ କଲେ। ଆଉ ସେ ସମସ୍ତ ବିଷୟ ସୃଷ୍ଟି କଲେ। ଏପଟେ ଆମେ ପଢ଼ୁଛୁ ମାଛମାନଙ୍କୁ, ପକ୍ଷୀମାନଙ୍କୁ, ପଶୁମାନଙ୍କୁ, ଆଉ ପୃଥିବୀରେ ଆଉ ଭୂମିରେ ଯେତିକି ଗମନ କରୁଛନ୍ତି ଆଉ ଉପରେ ଯେଉଁମାନେ ଉଡ଼ୁଛନ୍ତି ସେ ପଶୁପକ୍ଷୀ ସମସ୍ତଙ୍କୁ ସେ ସୃଷ୍ଟି କଲା ପରେ ପରମେଶ୍ୱର ଦେଖିଲେ ସବୁ ଅତି ଉତ୍ତମ ଅଛି। ଆଉ ପରମେଶ୍ୱରଙ୍କ ସୃଷ୍ଟିକୁ ଯତ୍ନ ନେବା ନିମନ୍ତେ କେହି ନାହାନ୍ତି। ସେଥିପ୍ରତି ଦୂତମାନେ ଥିଲେ, କିନ୍ତୁ ଦୂତମାନେ ମଧ୍ୟ ପରମେଶ୍ୱରଙ୍କ ପରି ସେମାନେ ରହୁଥିଲେ। ସେମାନଙ୍କ ଠାରେ ଆତ୍ମା ଥିଲା, ସେମାନେ କେବଳ ଆତ୍ମା।
ସେଥିପାଇଁ ଆଉ ଏମାନଙ୍କ ପ୍ରତିପାଳନ କରିବା ନିମନ୍ତେ ମୁଁ ଗୋଟେ ମନୁଷ୍ୟକୁ ନିର୍ମାଣ କରିବି ବୋଲି ଚିନ୍ତା କରି ସେ କ'ଣ କଲେ, ମନୁଷ୍ୟକୁ ନିର୍ମାଣ କଲେ। ଆଉ ମନୁଷ୍ୟକୁ ନିର୍ମାଣ କରିକି ଅଧିକାର ମଧ୍ୟ ଦେଲେ ସେମାନଙ୍କ ଉପରେ ରାଜତ୍ୱ କରିବା ନିମନ୍ତେ। ଆଉ ସେମାନଙ୍କ ପରମେଶ୍ୱରଙ୍କ ସୃଷ୍ଟିକୁ ପ୍ରତିପାଳନ କରିବା ନିମନ୍ତେ ସେ ମନୁଷ୍ୟକୁ ନିର୍ମାଣ କରି ସବୁ କିଛି ଅଧିକାର ଦେଲେ। ତାର ଭାର ସେ ପରମେଶ୍ୱରଙ୍କ ଦ୍ୱିତୀୟ ଭାରକୁ ମନୁଷ୍ୟକୁ ପ୍ରଦାନ କଲେ ଏ ପୃଥିବୀରେ। ଅନନ୍ତର ପରମେଶ୍ୱର ଆପଣ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଏଠାରେ ଆମେ ଦେଖୁଛୁ 27 ପଦରେ ପରମେଶ୍ୱର ନିଜର ପ୍ରତିମୂର୍ତ୍ତିରେ ନିଜ ପରି ସେ କ'ଣ କଲେ, ମନୁଷ୍ୟକୁ ସୃଷ୍ଟି କଲେ, ମନୁଷ୍ୟକୁ ନିର୍ମାଣ କଲେ, ମନୁଷ୍ୟକୁ ନିଜ ହସ୍ତରେ ମାଟିରେ ସେ ନିର୍ମାଣ କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ। ଏଠି ଦୁଇଥର ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ ବୋଲି ଲେଖା ହେଇଛି। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ମାନେ ପରମେଶ୍ୱର କେମିତି ଦେଖାଯାଉଛନ୍ତି। ଆଉ ସେ ମନୁଷ୍ୟକୁ ନିଜର ଭଳି ସେ ସୃଷ୍ଟି କରିଛନ୍ତି। ଆଉ ସେ କ'ଣ କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ସେମାନଙ୍କୁ କ'ଣ କେମିତି ସୃଷ୍ଟି କଲେ, ଦୁଇ ଜଣଙ୍କୁ ଏକାଥରେ ସୃଷ୍ଟି କରିଛନ୍ତି। ଆଉ ଦୁଇ ଜଣଙ୍କୁ ପୁରୁଷ ଓ ସ୍ତ୍ରୀ କରିକି ପରମେଶ୍ୱର ପ୍ରଥମ ସୃଷ୍ଟି କରିଛନ୍ତି। ଏଠାରେ ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ତେଣୁ ସେ ହବାଙ୍କ ପୂର୍ବରୁ ପରମେଶ୍ୱର ଆଉ ଗୋଟିଏ ସ୍ତ୍ରୀ ଆଦମଙ୍କ ପାଇଁ ସୃଷ୍ଟି କରିଥାଇ ପାରନ୍ତି। ସେଥିପାଇଁ 27 ପଦରେ ଏଠି ଏପରି ମେନସନ୍ ଅଛି ବା ଉଲ୍ଲେଖିତ କରାଯାଇଛି ଯେ ସେ ପୁରୁଷ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ, ମାନେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ପରମେଶ୍ୱରଙ୍କ ପରି। କାହିଁକିନା ସେମାନେ ସମସ୍ତେ ଏକା ଭାବରେ ଚଳନ୍ତୁ ବୋଲିକି ପରମେଶ୍ୱର ସେମାନଙ୍କୁ ମୃତ୍ତିକାରେ ସୃଷ୍ଟି କଲେ। ଆଉ କେତେକ ସ୍କଲାରସିପ୍ ମାନେ କହନ୍ତି, କେତେକ ପଣ୍ଡିତଜ୍ଞ ମାନେ କହନ୍ତି ଯେ ଆଉ ହବା ହେଉଛି ଆଦମଙ୍କର ଦ୍ୱିତୀୟ ପତ୍ନୀ। ଆଉ ହବାଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡ଼ି ଯାଇଥିଲେ। କାହିଁକି ନା ସେ ଆଦମ ତାଙ୍କ ସହିତ ସହବାସ କରିବା ଚେଷ୍ଟା କଲେ। ଆଉ ତାହାଙ୍କୁ ସେ କର୍ତ୍ତୃତ୍ୱ କରିବା ନିମନ୍ତେ ଚେଷ୍ଟା କଲେ। ସେଥିପାଇଁ ସେ ନାରୀ ଭାବିଲା କି ମୋତେ ତ ପରମେଶ୍ୱର ତାଙ୍କ ସଦୃଶ ସୃଷ୍ଟି କରିଛନ୍ତି, ତାଙ୍କ ପରି ସୃଷ୍ଟି କରିଛନ୍ତି, ମୁଁ ବା କାହିଁକି ଜଣଙ୍କ ତଳେ ରହିବି ବୋଲି ସେ ଚିନ୍ତା କରିକି ସେ ତାଙ୍କଠାରୁ ବହୁ ଦୂରକୁ ଚାଲିଗଲେ। ତ 28 ପଦରେ ଆମେ ଦେଖିବା, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକୁ ପରିପୂର୍ଣ୍ଣ କର, ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ, ଉଭୟଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ଯେ ଏଠି ଆମେ ଦେଖୁଛୁ ଯେ କର୍ତ୍ତୃତ୍ୱ କରିବେ। ଏହି କର୍ତ୍ତୃତ୍ୱ କରିବା, କର୍ତ୍ତୃତ୍ୱ କରିବେ, ଏହି ଦୁଇଟା ବାକ୍ୟ, ଦୁଇଟି ପଦରେ ଉଲ୍ଲେଖିତ ହୋଇଛି। ଗୋଟେ 26 ପଦରେ ଆଉ ଗୋଟେ 27 ପଦରେ। 26 ପଦରେ ମଧ୍ୟ ପରମେଶ୍ୱର ଆଶୀର୍ବାଦ କରୁଛନ୍ତି। 28 ପଦରେ ମଧ୍ୟ ପରମେଶ୍ୱର ମନୁଷ୍ୟକୁ ଆଶୀର୍ବାଦ କରୁଛନ୍ତି। ଏଠାରେ ମନୁଷ୍ୟ ଦୁଇଥର ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେଉଅଛି। ଆଉ ପରମେଶ୍ୱର ଆମମାନଙ୍କୁ ଯେତିକି ଆଶୀର୍ବାଦ କରନ୍ତି, ଆମେ ମଧ୍ୟ ସେମିତି ଲୋକଙ୍କୁ ଆଶୀର୍ବାଦ କରିବାର ଅଛି।
ଏଠାରେ ପ୍ରଜାବଂଶ ବହୁବଂଶ ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ଉପରେ ଆଶୀର୍ବାଦ ପାଇ ଚାଲିଛି, ଆଉ ଅଧିକାର ମଧ୍ୟ ସେ ପାଇ ଚାଲିଛି। କିନ୍ତୁ ସେ ଅଧିକାରକୁ ଆଉ ଆଶୀର୍ବାଦକୁ ମନୁଷ୍ୟ ନିଜେ ହରାଇ ବସୁଅଛି। ତ ପ୍ରଜାବଂଶ ବହୁବଂଶ ବିଷୟରେ ଯଦି ଆମେ ଦେଖିବା, ଜଳପ୍ଳାବନ ପରେ ମଧ୍ୟ ନୋହଙ୍କ ପରମେଶ୍ୱର ଆଶୀର୍ବାଦ କରିଥିଲେ, ଆଉ ଅବ୍ରାହ୍ମଙ୍କ ମଧ୍ୟ ପରମେଶ୍ୱର ଆଶୀର୍ବାଦ କରିଥିଲେ। ତ ପରମେଶ୍ୱର ମଣିଷକୁ ଆଶୀର୍ବାଦ ଉପରେ ଆଶୀର୍ବାଦ ଦେଇ ଚାଲିଛନ୍ତି, କିନ୍ତୁ ଆମ୍ଭେମାନେ ସେ ଆଶୀର୍ବାଦକୁ ଜାଣିପାରୁନୁ। ତ 29 ଆମେ ଦେଖିବା, ପରମେଶ୍ୱର ଆହୁରି କହିଲେ, ଦେଖ ଆମ୍ଭେ ଭୂମିସ୍ଥ ସବୁ ସବୁଜ ଶାକ ଓ ସବୁଜ ଫଳଦାୟକ ବୃକ୍ଷ ତୁମମାନଙ୍କୁ ଦେଲୁ, ତାହା ତୁମମାନଙ୍କର ଖାଦ୍ୟ ହେବ। ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୋଜଗାମୀ ଜନ୍ତୁ, ଏ ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ରହିତ ଶାକ ଦେଲୁ। ତହିଁରେ ସେପରି ହେଲା। ପରମେଶ୍ୱର ଆପଣ ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ ସମସ୍ତ ଅତ୍ୟୁତ୍ତମ, ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ଷଷ୍ଠ ଦିବସ। ତ ଆମେମାନେ ଏଠାରେ ଦେଖାଉଛୁ ଏ ସମସ୍ତ ବିଷୟ ସୃଷ୍ଟି କରିଲା ପରେ ପରମେଶ୍ୱର କ'ଣ କଲେ, ମଣିଷ କ'ଣ ଖାଇବ ନାହିଁ ବୋଲିକି ପରମେଶ୍ୱର ମନୁଷ୍ୟକୁ ସବୁ କିଛି କହୁଛନ୍ତି। ସୃଷ୍ଟି କରିସାରିଲା ପରେ କେଉଁ ଫଳ ଖାଇବ, କେଉଁ ଫଳ ଖାଇବ ନାହିଁ ବୋଲିକି ଏଠି ସବୁ କିଛି ଲେଖା ଅଛି। ଏଠି ମାଂସ ଖାଇବା ବିଷୟରେ ଲେଖା ହେଇନି କି କିଛି ଲେଖା ହେଇନି, କେବଳ ଫଳ ଖାଇବା ପାଇଁ ବୋଲିକି ପରମେଶ୍ୱର ମନୁଷ୍ୟକୁ ଆଦେଶ ଦେଉଛନ୍ତି, କହୁଛନ୍ତି। ଆଉ ସମସ୍ତ ବିଷୟ ସୃଷ୍ଟି କଲା ପରେ ସମସ୍ତ ବିଷୟ କାହାକୁ ସମର୍ପିତ କରୁଛନ୍ତି, ମନୁଷ୍ୟକୁ ସେ ସମର୍ପଣ କରିଦେଉଛନ୍ତି ତାହାଙ୍କ ସୃଷ୍ଟିକୁ ରକ୍ଷା କରିବା ନିମନ୍ତେ। ଏଠାରେ 31 ଆମେ ଦେଖାଉଛୁ, ପରମେଶ୍ୱର ଆପଣ ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ ସମସ୍ତେ ଅତ୍ୟୁତ୍ତମ, ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା। ଆଉ ଏଠାରେ ଆମେ ଦେଖାଉଛୁ, ଆଉ 31 ପଦରେ ଆମେ ଦେଖୁଛୁ, ସମସ୍ତ ବିଷୟ ସୃଷ୍ଟି କରିସାରିଲା ପରେ ପରମେଶ୍ୱର ବହୁତ ଖୁସି ହେଲେ। ସେଇଟା ଉତ୍ତମ ଦେଖାଗଲା ପରମେଶ୍ୱରଙ୍କ ଚକ୍ଷୁ ସାମନା, ପରମେଶ୍ୱରଙ୍କ ଆଖି ଆଗରେ, ପରମେଶ୍ୱରଙ୍କ ଚକ୍ଷୁ ସାମନାରେ। ଆଉ ପରମେଶ୍ୱର ଦେଖିଲେ ସେଇଟା ବହୁତ ଉତ୍ତମ ଦେଖାଯାଉଅଛି। ସମସ୍ତ ବିଷୟ ସମ୍ପୂର୍ଣ୍ଣ ହୋଇଯାଇଅଛି, ଆଉ କିଛି ବାକି ନାହିଁ। ଆଉ ସେ ବିଷୟ ସବୁ ଜାଣି ସାରିଲା ପରେ ପରମେଶ୍ୱର କ'ଣ ଦେଖିଲେ, ସବୁ କିଛି ବହୁତ ସୁନ୍ଦର ଦେଖାଯାଉଛି, ଆଉ ବହୁତ ଉତ୍ତମ ହୋଇଅଛି ବୋଲିକି ସେ ଭାବେ। ଆଉ ସବୁ ସୃଷ୍ଟି କଲା ପରେ କ'ଣ ହେଲା, ସନ୍ଧ୍ୟା ଆଉ ପ୍ରାତଃକାଳ ହେଲା। ସେଟା ମନୁଷ୍ୟକୁ କେଉଁ ସୃଷ୍ଟି କରିଥିଲେ, କେଉଁ ଦିବସରେ? ମନୁଷ୍ୟକୁ ଷଷ୍ଠ ଦିବସରେ ସୃଷ୍ଟି କରିଥିଲେ ପରମେଶ୍ୱର। ମନୁଷ୍ୟକୁ ପରମେଶ୍ୱର ଷଷ୍ଠ ଦିବସରେ ସୃଷ୍ଟି କରିଥିଲେ। ସପ୍ତମ ଦିନ କୋଉଟା ଆମେ ଜାଣିଛୁ କି? ପ୍ରଥମ ଦିବସ ହେଉଛି ରବିବାର, ଆଉ ଷଷ୍ଠ ଦିବସ ହେଉଛି ଶୁକ୍ରବାର, ଆଉ ସପ୍ତମ ଦିବସ ହେଉଛି ଶନିବାର। ତ ଆମେ ଖ୍ରୀଷ୍ଟିଆନ ମାନେ କେଉଁ ଦିବସଟାକୁ ଆମେ ପାଳନ କରୁଛୁ? ଖ୍ରୀଷ୍ଟିଆନ ମାନେ ପାଳନ କରୁଛୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିବସଟାକୁ ଆମେ ପାଳନ କରୁଅଛୁ। କାରଣ ସେ ଶୁକ୍ରବାର ଦିନ ମାନେ ଶନିବାର ଦିନ ରହିଲେ, ଆଉ ରବିବାର ଦିନ ଉଠିଲେ। କାହିଁକି ନା ଯୀଶୁ ଖ୍ରୀଷ୍ଟ ସମସ୍ତ ପାପକୁ ସେ ନିଜ ହସ୍ତରେ ଟେକି ନେଲେ କାଲବାରୀ କ୍ରୁଶ ଉପରେ, ଆଉ ସେ ପୁଣି ଥରେ ତୃତୀୟ ଦିବସରେ ସେ ପୁନର୍ଜୀବିତ ହେଲେ। ସେଥି ନିମନ୍ତେ ଆମେମାନେ କ'ଣ କରୁଛୁ? ଆମେ ନୂତନ ଜୀବନ ପାଇଲୁ, ତେଣୁକରି ଆମେମାନେ ସେ ରବିବାର ଦିନଟିକୁ ଆମେମାନେ ପାଳନ କରୁଅଛୁ। ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଦିବସଟିକୁ ଆମେମାନେ ପାଳନ କରୁଅଛୁ। ଆଉ ସପ୍ତାହର ପ୍ରଥମ ଦିନ କେଉଁଟା? ସପ୍ତାହର ପ୍ରଥମ ଦିନ ହେଉଛି ରବିବାର। ଆମେ ସେ ଦିବସଟିକୁ ଆମେମାନେ ପାଳନ
କରୁଅଛୁ। ଏ ଛୋଟ ବାକ୍ୟ ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ହାଲେଲୁୟା ହାଲେଲୁୟା। ପ୍ରଭୁ ରାଜମାନଙ୍କ ରାଜ ପ୍ରଭୁଙ୍କୁ ତୁମେ ଆଶୀର୍ବାଦ କର। ହଁ ପ୍ରଭୁ ବାକ୍ୟ ପଢ଼ିବୁ ଯେ ତୁମେ ଆଶୀର୍ବାଦ କର ପ୍ରଭୁ। ତୁମେ ଜୀବିତମାନଙ୍କ ପରମେଶ୍ୱର ତୁମେ ଆଶୀର୍ବାଦ କର ପ୍ରଭୁ। ଯେ ପ୍ରଭୁ କେବଳ ଆଗକୁ ଯିପାରିବେ ସେମିତି ଆଶୀର୍ବାଦ କର ପ୍ରଭୁ। ଏ ଛୋଟ ପ୍ରାର୍ଥନା ତୁମ ପାଖରେ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ପିତା। ଆମେନ୍।